जीएसटी फांकुଥିବା ଅଭିଯୋଗରେ ନର୍ଲା ରୋଡ୍ ସ୍ଥିତ ମୁକେଶ କୁମାର ଅଗ୍ରୱାଲଙ୍କ ବାସଭବନ ଓ ଗୋଦାମ ଗୃହଠାରେ ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ 12 ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥିତ ନର୍ଲା ରୋଡ୍ଠାରେ ମୁକେଶ କୁମାର ଅଗ୍ରୱାଲଙ୍କ ବାସଭବନ ଓ ଗୋଦାମ ଗୃହଠାରେ କଳାହାଣ୍ଡି ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଶ୍ରୀଯୁକ୍ତ ଅଗ୍ରୱାଲଙ୍କ ଜୟଲକ୍ଷ୍ମୀ ଷ୍ଟୋର ଗୋଦାମ ଗୃହଠାରେ ଲୁହା ଛଡ଼, ସିମେଣ୍ଟ, ଆଜବେଷ୍ଟ, ଲୁହା ପାଇପ୍ ଭଳି ଅନ୍ୟାନ୍ୟ ଉପକରଣ ବ୍ୟବସାୟ କରି ସରକାରଙ୍କୁ ଜିଏସ୍ଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା। କଳାହାଣ୍ଡି ଜିଲ୍ଲାରେ ଏଭଳି ଅନେକ ବ୍ୟବସାୟୀ ଅଛନ୍ତି ଯେଉଁମାନେ ଜିଏସ୍ଟି ନମ୍ବର କରି ଦୋକାନ ସାମ୍ନାରେ ବୋର୍ଡ ମାରୁଥିଲେ ସୁଦ୍ଧା କୋଟି କୋଟି ଟଙ୍କାର ବ୍ୟବସାୟ କରି ସରକାରଙ୍କୁ ଜିଏସ୍ଟି ଫାଙ୍କୁଛନ୍ତି। କଳାହାଣ୍ଡି ନର୍ଲାରୁ ଅନିଲ କୁମାରଙ୍କ ରିପୋର୍ଟ, ସତ୍ୟର ସ୍ୱର।